ତ କେମିତି ଅଛ ପିଲାମାନେ, ମୁଁ ଆଶିଷ ତୁମମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ପୁଣି ସ୍ୱାଗତ ଜଣାଉଛି। ତ ଆଜିର ଭିଡ଼ିଓରେ ଆମେ ସପ୍ତମ ଶ୍ରେଣୀ ସାହିତ୍ୟ ବହିର ସଡ଼କ ନିରାପତ୍ତା ଗଦ୍ୟଟିର ପ୍ରଶ୍ନ ଉତ୍ତର ରଚନା କରିବା। ତା ପୂର୍ବରୁ ଆମେ ତା'ର ଲେଖକ ପରିଚୟକୁ ଦେଖିନେବା, ତାପରେ ଆମେ ତା'ର ପ୍ରଶ୍ନ ଉତ୍ତର ରଚନା କରିବା। ତ ଯଦି ଭିଡ଼ିଓଟିରେ ଚ୍ୟାନେଲଟିରେ ପ୍ରଥମ ଥର ପାଇଁ ଆସିଛ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ ଓ ବେଲ୍ ଆଇକନ୍ ବଟନକୁ ଦବାଇ ଦିଅ। ତ ଚାଲ ଭିଡ଼ିଓକୁ ଆରମ୍ଭ କରିବା। ପ୍ରଥମେ ଦେଇଛି ଲେଖକ ପରିଚୟ। ଡକ୍ଟର ଲିଙ୍ଗରାଜ ରଥ। ଡକ୍ଟର ଲିଙ୍ଗରାଜ ରଥ ଆଧୁନିକ ଓଡ଼ିଆ ସାହିତ୍ୟରେ ଜଣେ ସାରସ୍ୱତ ସ୍ରଷ୍ଟା। ସେ 1957 ମସିହା ଫେବୃଆରୀ ମାସ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଅନେକ ଗୁଡ଼ିଏ ନିବନ୍ଧ, କବିତା ସଂକଳନ, ଗୀତି କବିତା ରଚନା କରିଥିଲେ। ମଧ୍ୟ ଶିଶୁ ସାହିତ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି। ମଧ୍ୟ ଶିଶୁ ସାହିତ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି। ତାଙ୍କର ଶିଶୁ ସାହିତ୍ୟ ମଧ୍ୟରେ ଗପ ବେଡ଼ି, ଭାରତ ମୋର ଦେଶ, ମନଛୁଆଁ ଗପ, ଗଢ଼ିବା ନୂଆ ରାଇଜ, ତୁମେ ହିଁ ହସିଲେ ଜଗତ ହସିବ ଇତ୍ୟାଦି ପ୍ରଧାନ। ଡକ୍ଟର ରଥ ଓଡ଼ିଆ ଶିଶୁ ଲେଖକ ଏକାଡେମୀ ଦ୍ୱାରା ଶିଶୁ ସାହିତ୍ୟ ରଚନା ପାଇଁ ସମ୍ମାନିତ ମଧ୍ୟ ହୋଇଛନ୍ତି। ଏ ଦେଖିବା ତା'ର କଠିନ ଶବ୍ଦାର୍ଥକୁ। କଠିନ ଶବ୍ଦାର୍ଥ ଦେଇଛି ସ୍ୱାଭାବିକ, ସାଧାରଣ ଭାବେ ଯାହା ହୁଏ, ଯାତାୟାତ, ଯିବା ଆସିବା, ସଚେତନ, ସତର୍କତା ଅବଲମ୍ବନ କରିବା, ବିକଳାଙ୍ଗ, ଅଙ୍ଗ ପ୍ରତ୍ୟଙ୍ଗର କ୍ଷତି ହେବା, ନିରାପତ୍ତା, ବିପତ୍ତିରୁ ରକ୍ଷା ପାଇବା, ନିରାପତ୍ତା ରହିବା, ଦ୍ରୁତଗାମୀ, ଅତି ବେଗରେ ଯିବା, ଅବରୋଧ, ବାଧା ସୃଷ୍ଟି କରିବା, ଅମନୋଯୋଗ, ଏତେ ଦେଶ ମଧ୍ୟ ଏତେ ତେଣେ ନ ଲଗାଇବା। ପ୍ରମୁଖର ଅର୍ଥ ମୁଖ୍ୟ ବା ପ୍ରଧାନ ଓ ରାସ୍ତା ସଂକେତ ଅଛି ରାସ୍ତାରେ ନିରାପତ୍ତା ଯିବା ଆସିବାର ନିୟମ ସୂଚକ ହେଉଛି ରାସ୍ତା ସଂକେତ। ଏବେ ତା'ର ପ୍ରଶ୍ନ ଉତ୍ତରକୁ ଆଲୋଚନା କରିବା। ପ୍ରଶ୍ନ ନମ୍ବର 1 ଦେଇଛି ଉତ୍ତର କୁହ। କ. ଯାତାୟାତ ପାଇଁ ଆମେ କେଉଁ ସବୁ ଯାନ ବ୍ୟବହାର କରିଥାଉ? ଉତ୍ତର ଲେଖିବା। ଯାତାୟାତ ପାଇଁ ଆମେ ସ୍କୁଟି, ଲୁନା, ସ୍କୁଟର, ମୋଟର ସାଇକେଲ ଆଦି ଦୁଇଚକିଆ ଯାନ, ଜିପ୍, କାର୍, ଟ୍ରେକର ଆଦି ଚାରିଚକିଆ ଓ ଅଟୋରିକ୍ସା ପରି ତିନିଚକିଆ ଯାନ ବ୍ୟବହାର କରିଥାଉ। ପୁନଶ୍ଚ ସୁବିଧା ପାଇଁ କେତେକ ଲୋକ ବସ୍ ଭଳି ବଡ଼ ଯାନରେ ଯାତାୟାତ କରିଥାନ୍ତି। ପ୍ରଶ୍ନ ନମ୍ବର ଖ. ଦୁର୍ଘଟଣା ଯୋଗୁଁ ଆମର କ'ଣ କ୍ଷତି ହୁଏ? ଉତ୍ତର, ଦୁର୍ଘଟଣା ଯୋଗୁଁ ଆମର ଉଭୟ ଧନ ଓ ଜୀବନ ହାନି ହୋଇଥାଏ। ଧନ ସହିତ ଜୀବନ ମଧ୍ୟ ଚାଲିଯାଇଥାଏ। କେତେକ କ୍ଷେତ୍ରରେ ଲୋକମାନେ ଆହତ କିମ୍ବା ବିକଳାଙ୍ଗ ମଧ୍ୟ ହୋଇଯାଇଥାନ୍ତି। ପ୍ରଶ୍ନ ନମ୍ବର ଗ. ନଗରମାନଙ୍କରେ ରାସ୍ତାର କେଉଁ ପଟରେ ଚାଲିବା ଉଚିତ? ଉତ୍ତର, ନଗରମାନଙ୍କରେ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ପାଦଚଲା ରାସ୍ତାରେ ଚାଲିବା ଉଚିତ। ପ୍ରଶ୍ନ ନମ୍ବର ଘ. ରାସ୍ତା ପାର ହେଲାବେଳେ କ'ଣ କରିବ? ଯଦି ଗୋଟିଏ ରାସ୍ତା ପାରି ହେଉଛ ତୁମେ କ'ଣ କରିବ? ଉତ୍ତର, ରାସ୍ତା ପାରି ହେଲାବେଳେ ପ୍ରଥମେ ଡାହାଣକୁ ତାପରେ ବାମକୁ ଦେଖିବ। ପୁଣି ଥରେ ଡାହାଣକୁ ଦେଖି ଯଦି ଗାଡ଼ି ମଟର ଆସୁନଥାଏ ତେବେ ରାସ୍ତା ପାରି ହେବ। ପ୍ରଶ୍ନ ନମ୍ବର ଙ. ଜେବ୍ରା କ୍ରସିଂ କ'ଣ? ଉତ୍ତର, ଜେବ୍ରା କ୍ରସିଂ ରାସ୍ତାର ଆରପାର୍ଶ୍ୱକୁ ଯିବା ପାଇଁ ପଥଚାରୀମାନଙ୍କର ପାଦଚଲା ରାସ୍ତା। ଜେବ୍ରା ଦେହରେ ଧଳା ଦାଗ ପରି ସହର ରାସ୍ତାରେ ସ୍ଥାନେ ସ୍ଥାନେ ଏକ ହିଁ ଚିହ୍ନ ଦିଆଯାଇଥାଏ। ପ୍ରଶ୍ନ ନମ୍ବର 2 ଦେଇଛି 2 ବା 3ଟି ବାକ୍ୟରେ ଉତ୍ତର ଲେଖ। କ. ଦୁଇଚକିଆ ଓ ଚାରିଚକିଆ ଯାନରେ ଗଲାବେଳେ ଚାଳକ କ'ଣ ବ୍ୟବହାର କରିବା ଉଚିତ? ଯଦି ଦୁଇଚକିଆ ଓ ଚାରିଚକିଆ ଯାନରେ ଦିଆହେଉଛି ତେବେ ଚାଳକ ଯିଏ ଗାଡ଼ି ଚଳାଉଥାଏ ସେ କ'ଣ ବ୍ୟବହାର କରିବା ଉଚିତ? ଉତ୍ତର, ଦୁଇଚକିଆ ଯାନରେ ଗଲାବେଳେ ଚାଳକ ହେଲମେଟ୍ ପିନ୍ଧିବା ଆବଶ୍ୟକ ଓ ଚାରିଚକିଆ ଯାନରେ ଗଲାବେଳେ ସିଟ୍ ବେଲ୍ଟ ବ୍ୟବହାର କରିବା ଉଚିତ। ପ୍ରଶ୍ନ ନମ୍ବର ଖ. ଟ୍ରାଫିକ୍ ଛକରେ ଲାଲବତୀ ଓ ସବୁଜବତୀ ଆମକୁ କି ସୂଚନା ଦିଏ? ଆମେ ଟ୍ରାଫିକ୍ ଛକରେ ଦେଖିଛୁ ଲାଲବତୀ ଓ ସବୁଜବତୀ ଜଳିଥାଏ, ତା'ର ସୂଚନା କ'ଣ?
ଉତ୍ତର ଟ୍ରାଫିକ୍ ଛକରେ ଲାଲ ବତୀ ଗାଡ଼ି ଅଟକିବା ପାଇଁ, ଲାଲ ବତୀ କ'ଣ ଅଟକିବା ପାଇଁ ଓ ସବୁଜ ବତୀ ଗାଡ଼ି ଆଗକୁ ଯିବା ପାଇଁ ସୂଚନା ଦେଇଥାଏ। ପ୍ରଶ୍ନ ନମ୍ବର ଗ ଅମନୋଯୋଗୀ ହୋଇ ଚାଲିବା କହିଲେ କ'ଣ ବୁଝ? ଯଦି ଅମନୋଯୋଗୀ ହୋଇ ଚାଲିବା ଏହାର ଅର୍ଥ କ'ଣ ବୁଝ? ଉତ୍ତର ଅମନୋଯୋଗୀ ହୋଇ ଚାଲିବା କହିଲେ ଅନ୍ୟମନସ୍କ ହୋଇ ଚାଲିବାକୁ ବୁଝାଇଥାଏ। ପ୍ରଶ୍ନ ନମ୍ବର ଘରେ ଦେଇଛି ଗାଡ଼ି ଚାଳନା ବେଳେ ଚାଳକ କ'ଣ ବ୍ୟବହାର ନ କରିବା ଉଚିତ? ଉତ୍ତର ଲେଖିବ ଗାଡ଼ି ଚାଳନା ବେଳେ ଚାଳକ ମୋବାଇଲ ଫୋନ୍ ଓ ଇୟର ଫୋନ୍ ବ୍ୟବହାର କରିବା ଉଚିତ ନୁହେଁ। ପ୍ରଶ୍ନ ନମ୍ବର 1 ସଡ଼କ ସତର୍କତା ସମ୍ପର୍କରେ ଆମେ ସଚେତନ ହେବା କାହିଁକି? ଉତ୍ତର ଆମେ ନିଜର ତଥା ଦେଶର ଧନଜୀବନର ସୁରକ୍ଷା ପାଇଁ ସଡ଼କ ସତର୍କତା ସମ୍ପର୍କରେ ସଚେତନ ହେବା ଉଚିତ। ଏବେ ଦେଖିବା ପ୍ରଶ୍ନ ନମ୍ବର 3କୁ। ପ୍ରଶ୍ନ ନମ୍ବର 3ରେ ଦେଇଛି ସରଳାର୍ଥ ଲେଖ। କରିଦେଇଛି ଏହା କେବଳ ଓଡ଼ିଶା ବା ଭାରତର ସମସ୍ୟା ନୁହେଁ, ଏହା ହେଉଛି ସମଗ୍ର ବିଶ୍ୱର ଏକ ପ୍ରମୁଖ ସମସ୍ୟା। ତ ଉତ୍ତର ଲେଖିବା ଏହା କେବଳ ... ଏକ ପ୍ରମୁଖ ସମସ୍ୟା। ଉକ୍ତ ଗଦ୍ୟାଂଶଟି ପଠିତ ସାହିତ୍ୟ ବହିର ଡକ୍ଟର ଲିଙ୍ଗରାଜ ରଥଙ୍କର ରଚିତ ସଡ଼କ ନିରାପତ୍ତା ପ୍ରବନ୍ଧରୁ ଆନିତ। ଏଠାରେ ପ୍ରବନ୍ଧକ ସଡ଼କ ସତର୍କତା ସମ୍ବନ୍ଧରେ ସମସ୍ତେ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି। ମଣିଷ ଘରୁ ଗୋଡ଼ କାଢ଼ିଲେ ସଡ଼କକୁ ବ୍ୟବହାର କରିଥାଏ। ସଡ଼କରେ ସେ ଚାଲିବା ସହିତ ବିଭିନ୍ନ ପ୍ରକାର ଯାନବାହନରେ ଯିବା ଆସିବା କରେ। ଏହି ଯିବା ଆସିବା ସମୟରେ ସେ ଅନେକ ଦୁର୍ଘଟଣାର ସମ୍ମୁଖୀନ ମଧ୍ୟ ହୋଇଥାଏ, ଯାହାଫଳରେ ବହୁତ ଧନଜୀବନ ହାନି ହୋଇଥାଏ। ଏହାର ପ୍ରମୁଖ କାରଣ ହେଲା ଲୋକମାନେ ସଡ଼କ ସତର୍କତା ସମ୍ବନ୍ଧରେ ସଚେତନ ନୁହନ୍ତି। ଏହା କେବଳ ଓଡ଼ିଶା ବା ଭାରତର ସମସ୍ୟା ନୁହେଁ, ସମଗ୍ର ବିଶ୍ୱର ଏକ ପ୍ରମୁଖ ସମସ୍ୟା। ପରିସଂଖ୍ୟାନରୁ ଜଣାଯାଏ ଯେ ସମଗ୍ର ପୃଥିବୀରେ ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ପ୍ରାୟ 12 ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ଏବଂ 5 କୋଟି ଲୋକ ଆହତ କିମ୍ବା ବିକଳାଙ୍ଗ ହୋଇଛନ୍ତି। ତେଣୁ ଲୋକମାନେ ସଡ଼କ ସତର୍କତା ସମ୍ବନ୍ଧରେ ସଚେତନ ହେବା ଦରକାର, ହେଲେ ନିରାପତ୍ତାରେ ସଡ଼କ ଉପରେ ଯାତାୟାତ କରିପାରିବେ। ପ୍ରଶ୍ନ ନମ୍ବର ଖରେ ଦେଇଛି ସଡ଼କ ନିରାପତ୍ତା ଓ ଟ୍ରାଫିକ୍ ସଂକେତ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ସରଳାର୍ଥ ଲେଖିବା ସଡ଼କ ନିରାପତ୍ତା ... ଦୁଇଟି ପାର୍ଶ୍ୱ ଭଳି। ସଂଶୋଧିତ ଗଦ୍ୟାଂଶଟି ଆମ ପଠିତ ସାହିତ୍ୟ ବହିର ଡକ୍ଟର ଲିଙ୍ଗରାଜ ରଥଙ୍କ ରଚିତ ସଡ଼କ ନିରାପତ୍ତା ପ୍ରବନ୍ଧରୁ ଆନିତ। ଏଠାରେ ପ୍ରବନ୍ଧକ ସଡ଼କ ନିରାପତ୍ତା ଓ ଟ୍ରାଫିକ୍ ସଂକେତକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି ତୁଳନା କରିଛନ୍ତି। ରାସ୍ତାରେ ଯାତାୟାତ କରୁଥିବା ପ୍ରତ୍ୟେକ ଯାତ୍ରୀ ସଡ଼କ ନିରାପତ୍ତାର ସମସ୍ତ ନିୟମ ଜାଣିବା ଉଚିତ। କେଉଁ ସ୍ଥାନରେ କିଭଳି ଭାବରେ ରାସ୍ତା ପାରି ହେବାକୁ ହୁଏ ତାହା ଜାଣିନଥିଲେ ଦୁର୍ଘଟଣା ଘଟିବାର ଆଶଙ୍କା ଥାଏ। ନଗରମାନଙ୍କରେ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ପାଦଚଲା ରାସ୍ତାରେ ଚାଲିବା ସବୁଠାରୁ ନିରାପଦ। ସେହିପରି ରାସ୍ତା ଉପରେ ଗଲାବେଳେ ଟ୍ରାଫିକ୍ ସଂକେତକୁ ବୁଝି ଯତ୍ନ ସହକାରେ ପାଳନ କରିବା ଉଚିତ। ଟ୍ରାଫିକ୍ ସଂକେତଗୁଡ଼ିକ ଆମ ଧନଜୀବନର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ତେଣୁ ସଡ଼କ ନିରାପତ୍ତା ଓ ଟ୍ରାଫିକ୍ ସଂକେତ ଉଭୟ ଆମ ପାଇଁ ଜାଣିବା ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ଜାଣି ଅନ୍ୟଟିକୁ ନ ଜାଣି ଆମ ପାଇଁ ମୂଲ୍ୟହୀନ ହେବ। ତେଣୁ ସଡ଼କ ନିରାପତ୍ତା ଓ ଟ୍ରାଫିକ୍ ସଂକେତ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି, ଯାହାକୁ ଆମ ଦୁଇଟାକୁ ଜାଣିବାକୁ ହୋଇଥାଏ। ପ୍ରଶ୍ନ ନମ୍ବର ଦେଇଛି ସଂକେତଗୁଡ଼ିକର ରାସ୍ତାର ନିୟମକୁ ସ୍ପଷ୍ଟ କରିଥାନ୍ତି। ଉତ୍ତର ସଂକେତଗୁଡ଼ିକ ... ସ୍ପଷ୍ଟ କରିଥାନ୍ତି। ସଂଶୋଧିତ ଗଦ୍ୟାଂଶଟି ଆମ ପଠିତ ସାହିତ୍ୟ ବହିର ଡକ୍ଟର ଲିଙ୍ଗରାଜ ରଥଙ୍କ ରଚିତ ସଡ଼କ ନିରାପତ୍ତା ପ୍ରବନ୍ଧରୁ ଆନିତ। ଏଠାରେ ପ୍ରବନ୍ଧକ ଟ୍ରାଫିକ୍ ସଂକେତ ଗୁଡ଼ିକ କିପରି ରାସ୍ତାର ନିୟମକୁ ସ୍ପଷ୍ଟ କରିଥାନ୍ତି ତାହା ବର୍ଣ୍ଣନା କରିଛନ୍ତି। ଆଜିର ଯୁଗରେ ସହର ଓ ନଗରର ଛକ ସ୍ଥାନମାନଙ୍କରେ ଟ୍ରାଫିକ୍ ବ୍ୟବସ୍ଥା ଦେଖିବାକୁ ମିଳେ। ଏହି ବ୍ୟବସ୍ଥା ଆଜିର ଯୁଗରେ ସହର ଓ ନଗରର ଛକ ସ୍ଥାନମାନଙ୍କରେ ଟ୍ରାଫିକ୍ ବ୍ୟବସ୍ଥା ଦେଖିବାକୁ ମିଳେ। ଏହି ବ୍ୟବସ୍ଥା ନିରବରେ ଯାତାୟାତ ସମ୍ପର୍କୀୟ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥାନ୍ତି। ରାସ୍ତାରେ ଯାଉଥିବା ଲୋକମାନଙ୍କୁ ସବୁ କଥା କହି ହେବ ନାହିଁ କି ଲେଖା ହୋଇଥିଲେ କେହି ପଢ଼ିବାକୁ ବେଳ ନାହିଁ, କିନ୍ତୁ ସଂକେତଗୁଡ଼ିକ ରାସ୍ତାର ନିୟମକୁ ସ୍ପଷ୍ଟ କରିଥାନ୍ତି। ଯେପରି ଟ୍ରାଫିକ୍ ଛକରେ ନାଲି ଆଲୋକ ଅଟକିବା ପାଇଁ ଓ ସବୁଜ ଆଲୋକ ଆଗକୁ ଯିବା ପାଇଁ ସୂଚନା ଦିଏ। ଏହିପରି ଶହ ଶହ ସଂକେତ ରହିଛି। ତେଣୁ ସଂକେତଗୁଡ଼ିକୁ ଦେଖି ବୁଝି ରାସ୍ତାରେ ଯାତାୟାତ କଲେ ଆମେ ନିରାପଦରେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା। ଏବେ ଦେଖିବା ପ୍ରଶ୍ନ ନମ୍ବର 4କୁ। ପ୍ରଶ୍ନ ନମ୍ବର 4ରେ ଦେଇଛି ବାକ୍ୟରେ ବ୍ୟବହାର କର। ଏଠି କିଛି ଶବ୍ଦ ଅର୍ଥ ଦିଆଯାଇଛି, ତାକୁ ବାକ୍ୟରେ ବ୍ୟବହାର କରିବାକୁ କୁହାଯାଇଛି। ଯେପରି ପ୍ରମୁଖ, ଅବରୋଧ, ନିରାପତ୍ତା
ଆଶଙ୍କା ଓ ସୁରୁଖୁରୁ। ପ୍ରମୁଖ ହେବ ସମ୍ବାଦପତ୍ରରେ ପ୍ରଥମ ପୃଷ୍ଠାରେ ଦେଶ କିମ୍ବା ରାଜ୍ୟର ପ୍ରମୁଖ ଖବର ଛପାଯାଇଥାଏ। ସେପରି ଅବରୋଧ ବାକ୍ୟରେ ବ୍ୟବହାର କରି ହେବ ରାସ୍ତା ଅବରୋଧ କରି ଖେଳିବା ଉଚିତ ନୁହେଁ। ନିରାପତ୍ତା ଆମେ ଆମର ନିରାପତ୍ତା ପାଇଁ ହେଲମେଟ୍ ପିନ୍ଧି ଗାଡ଼ି ଚଲାଇବା ଉଚିତ। ଆଶଙ୍କା ରାସ୍ତାର ନିୟମ ନ ଜାଣି ଗାଡ଼ି ଚଲାଇଲେ ଦୁର୍ଘଟଣା ଘଟିବାର ଆଶଙ୍କା ଥାଏ। ସେପରି ସୁରୁଖୁରୁ ହେବ ରାମ ବାବୁଙ୍କର ଝିଅ ବାହାଘର ସୁରୁଖୁରୁରେ ସମ୍ପନ୍ନ ହେଲା। ପ୍ରଶ୍ନ ନମ୍ବର 5କୁ ଦେଖିବା। ପ୍ରଶ୍ନ ନମ୍ବର 5ରେ ଦେଇଛି ବିପରୀତ ଅର୍ଥ ବୁଝାଉଥିବା ଶବ୍ଦ ଲେଖ। ଏଥିରେ ସ୍ୱାଭାବିକ ବିପରୀତ ଶବ୍ଦ କ'ଣ ହେବ? ଅସ୍ୱାଭାବିକ। ସେପରି ସତର୍କର ଅସତର୍କ, ମନୋଯୋଗର ଅମନୋଯୋଗ, ଲକ୍ଷ୍ୟର ଲକ୍ଷ୍ୟଭ୍ରଷ୍ଟ ବା ଲକ୍ଷ୍ୟଚ୍ୟୁତ, ବାଟର ଅବାଟ, ଯତ୍ନର ଅଯତ୍ନ ଓ ସୃଷ୍ଟର ଅସୃଷ୍ଟ। ପ୍ରଶ୍ନ ନମ୍ବର 6 ବହନ ଶବ୍ଦ ପୂର୍ବରୁ ପରି ଲଗାଇଲେ ବା ଲେଖାଗଲେ ପରିବହନ ହୁଏ। ସେହିପରି ଆମେ ଆରମ୍ଭରେ ପରି ଲେଖାଥିବା 5ଟି ଶବ୍ଦ ଲେଖ। ପରିଶୋଧ ପୂର୍ବରୁ ପରି ଲାଗିଲେ ହୋଇଯିବ ପରିଶୋଧ। ସେପରି ଭ୍ରମଣ ପୂର୍ବରୁ ପରି ଲାଗିଲେ ହୋଇଯିବ ପରିଭ୍ରମଣ। କ୍ରମଣ ପୂର୍ବରୁ ପରିଯୋଗ କଲେ ହୋଇଯିବ ପରିକ୍ରମଣ ଓ ମଳ ପୂର୍ବରୁ ପରିଗଲେ ହୋଇଯିବ ପରିମଳ। ଶ୍ରମ ପୂର୍ବରୁ ପରିଯୋଗ କଲେ ହୋଇଯିବ ପରିଶ୍ରମ। ଏବେ ଦେଖିବା ପ୍ରଶ୍ନ ନମ୍ବର 7କୁ। ପ୍ରଶ୍ନ ନମ୍ବର 7ରେ ଦେଇଛି ବନ୍ଧନୀରୁ ଶବ୍ଦ ନେଇ ଶୂନ୍ୟସ୍ଥାନ ପୂରଣ କର। ଉତ୍ତର ବିକଳାଙ୍ଗ ଦେଇଛି। ଏଠାରେ ଅପସନ୍ ଦେଇଛି ସବୁଜ ରଙ୍ଗ, ଲାଲ ରଙ୍ଗ, ଜେବ୍ରା କ୍ରସିଂ, ହେଲମେଟ୍ ଓ ସିଟ୍ ବେଲ୍ଟ। ଉତ୍ତର ଲେଖିବା ଦୁଇ ଚକିଆ ଯାନରେ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ଡେସ୍କ ବ୍ୟବହାର କରିବା ଉଚିତ। କ'ଣ ବ୍ୟବହାର କରିବା ଉଚିତ? ହେଲମେଟ୍ ବ୍ୟବହାର କରିବା ଉଚିତ। ପ୍ରଶ୍ନ ନମ୍ବର ଖ ଟ୍ରାଫିକ୍ ଛକରେ ଡେସ୍କ ବତୀ ଆଗକୁ ଯିବାର ସୂଚନା ଦିଏ। ଟ୍ରାଫିକ୍ ଛକରେ ତୁମେ ଥିବାବେଳେ କେଉଁ ବତୀ ଆଗକୁ ଯିବାର ସୂଚନା ଦେଇଥାଏ? ଉତ୍ତର ସବୁଜ ରଙ୍ଗ। ସେହିପରି ପ୍ରଶ୍ନ ନମ୍ବର ଗରେ ଦେଇଛି ପ୍ରତିବର୍ଷ ଦୁର୍ଘଟଣାରେ ଅନେକ ଲୋକ ଡେସ୍କ ହୁଅନ୍ତି। କ'ଣ ହୁଅନ୍ତି? ଉତ୍ତର ହୋଇଯିବ ବିକଳାଙ୍ଗ ହୁଅନ୍ତି। ପ୍ରଶ୍ନ ନମ୍ବର ଘରେ ଦେଇଛି ନଗରମାନଙ୍କରେ ପଦଚାରୀମାନେ ରାସ୍ତା ପାର ହେବା ପାଇଁ ଡେସ୍କ ଚିହ୍ନ ଥାଏ। କେଉଁ ଚିହ୍ନ ଥାଏ? ଜେବ୍ରା କ୍ରସିଂ ଚିହ୍ନ ଥାଏ। ପ୍ରଶ୍ନ ନମ୍ବର ଗାଡ଼ିକୁ ଅଟକିବା ପାଇଁ ଟ୍ରାଫିକ୍ ଛକରେ ଡେସ୍କ ବତୀ ସୂଚନା ଦିଏ। କେଉଁ ବତୀ ଜଳିଲେ ଆମେ ଗାଡ଼ିକୁ ଅଟକାଇ ଥାଉ? ଉତ୍ତର ହୋଇଯିବ ଲାଲ ବତୀ। ପ୍ରଶ୍ନ ନମ୍ବର 8ରେ ଦେଇଛି ଠିକ୍ ଉତ୍ତରଟି ବାଛି ଲେଖ। କରେ ଦେଇଛି ସାଙ୍ଗମାନେ ରାସ୍ତାରେ ସାଇକେଲରେ ଗଲାବେଳେ ରାସ୍ତା ଅବରୋଧ କରି ଯିବା ଉଚିତ, କଥାବାର୍ତ୍ତା ହୋଇଯିବା ଉଚିତ। ଏଠାରେ କରିଦେଇଛି ସାଙ୍ଗମାନେ ରାସ୍ତାରେ ସାଇକେଲରେ ଗଲାବେଳେ କିପରି ଯିବା ଉଚିତ। ଅପସନ୍ରେ ଦେଇଛି ରାସ୍ତା ଅବରୋଧ କରି ଯିବା ଉଚିତ, କଥାବାର୍ତ୍ତା ହୋଇଯିବା ଉଚିତ ଓ ଆଗ ପଛ ହୋଇଯିବା ଉଚିତ କିମ୍ବା ମୋବାଇଲରୁ ଗୀତ ଶୁଣି ଶୁଣି ଯିବା ଉଚିତ ହେଲା। ଠିକ୍ ଉତ୍ତରଟି ହୋଇଯିବ ଆଗ ପଛ ହୋଇ ଯିବା ଉଚିତ। ପ୍ରଶ୍ନ ନମ୍ବର ଖ ରାସ୍ତାକୁ ଯାନଟିଏ ବାହାର କରିବା ପୂର୍ବରୁ କେଉଁଟି ଗୁରୁତ୍ୱପୂର୍ଣ୍ଣ ନୁହେଁ? ନମ୍ବର ପ୍ଲେଟ୍ ଦେଖିବା, ବ୍ରେକ୍ ବେଲ୍, ହର୍ସ ଦର୍ପଣ ଦେଖିବା, ଚାଳକଙ୍କ ଫଟୋ, ଚାଳକଙ୍କ ଶିକ୍ଷାଗତ ଯୋଗ୍ୟତା। ଏହା କ'ଣ ହେବ? କମେଣ୍ଟରେ ନିଶ୍ଚୟ କହିବ। ପରବର୍ତ୍ତୀ ପ୍ରଶ୍ନ ସଡ଼କ ନିରାପତ୍ତା ସମ୍ପର୍କରେ ସଚେତନ ହେବା ପାଇଁ ଆମକୁ କ'ଣ ଜାଣିବାକୁ ପଡ଼ିବ? ଅପସନ୍ ଦେଇଛି ଦୁର୍ଘଟଣାର ନିରାକରଣ, ରାସ୍ତାର ଗଠନ, ରାସ୍ତାର ପ୍ରକାର, ସଡ଼କ ଦୁର୍ଘଟଣାର କାରଣ। ସଡ଼କ ନିରାପତ୍ତା ସମ୍ପର୍କରେ ସଚେତନ ହେବା ପାଇଁ ଆମକୁ କ'ଣ ଜାଣିବାକୁ ପଡ଼ିବ?